ଆଉ ଏକ ନୂଆ ଖବର ଆଣିବା ପାଇଁ ମୁଁ ପହଞ୍ଚିଛି ତାହା ହେଉଛି ଆମମାନଙ୍କର ଇଷ୍ଟ ଇଣ୍ଡିଆ ମିଶନ ଆସୋସିଏସନ ଗୁଣ୍ଡଗୋଳ ତରଫରୁ ଯୋଉ ସୁନ୍ଦର ମହାସଭା ହେବାକୁ ଯାଉଛି ବାର୍ଷିକ ମହାସଭା ହେବାକୁ ଯାଉଛି କି ପ୍ରକାର ପ୍ରସ୍ତୁତି ଚାଲିଛି କେମିତି ଅଛି ସେ ସମ୍ପର୍କରେ ବର୍ତ୍ତମାନ ମୁଁ ଆଉ ଗୁମି ଗୁମଳା ମଣ୍ଡଳୀରେ ପହଞ୍ଚିଛି ଏହି ମଣ୍ଡଳୀର ପ୍ରତ୍ୟେକ ଦର୍ଶକ ମାନେ କାର୍ଯ୍ୟକାରୀ ମାନେ ଅଛନ୍ତି ତାଙ୍କ ଆମକୁ କିଛି ମତ ନେବାରେ ମତେ ପହଞ୍ଚିଛି ଆଉ ମୁଁ କହିବି ଆଗକୁ ଟିକେ ଆସିବ ଭାଇ ମାନେ ନିଶ୍ଚିତ ଭାବେ ଆମ ସାଧାର ଅଛନ୍ତି ସ୍ଥାନୀୟ ମନରେ ବିଶ୍ୱାସୀ ଭାଇ ଆଉ ଆଜ୍ଞା ଆପଣଙ୍କୁ ସ୍ୱାଗତ କରୁଛୁ ଆମ ଚ୍ୟାନେଲ ତରଫରୁ ବର୍ତ୍ତମାନ ଆପଣଙ୍କ ଗ୍ରାମରେ ଯାହା ଆପଣଙ୍କ ମଣ୍ଡଳୀରେ ଯୋଉ 60ତମ ବାର୍ଷିକ ମହାସଭା ଆଉ ଇଷ୍ଟ ଇଣ୍ଡିଆ ମିଶନ ତରଫରୁ ହେବାକୁ ଯାଉଛି ତ କେବେଠୁ ପ୍ଲାନିଂ କେମିତି କଣ ଚାଲିଛି କୁହନ୍ତୁ ଦର୍ଶକ ମାନଙ୍କୁ ପ୍ଲାନିଂ ନଭେମ୍ବର ଡିସେମ୍ବର ମାସ ଆଗରୁ ପ୍ଲାନିଂ ଚାଲିଛି ଆମର ଇଷ୍ଟ ଇଣ୍ଡିଆନ୍ ବାପ୍ଟିଷ୍ଟ ଆସୋସିଏସନ ସମ୍ମିଳନୀ ଥ୍ରୋରୁ ଆମର ନିଧିଗୁଡ଼ି ମଣ୍ଡଳୀର ମହା ବାର୍ଷିକ ସଭା ହବ ବୋଲିକି ଆମର ନିଧିଗୁଡ଼ି ମଣ୍ଡଳୀର ଉପସ୍ଥାପନ ହେଇଛି ଆଜି ବର୍ତ୍ତମାନ ଆଜିଠୁ ଆରମ୍ଭ ହେଇଛି 26 ତାରିଖ ପର୍ଯ୍ୟନ୍ତ ଲୋକ ଗହଳି ଆସିକି ଏହି ସ୍ଥାନରେ ଈଶ୍ୱରଙ୍କର କାର୍ଯ୍ୟ ବହୁତ କରିବା ପାଇଁ ଇଚ୍ଛା ଆଗ୍ରହ ସମସ୍ତ ମତାମତି ଲୋକମାନେ ସମସ୍ତେ ବହୁତ ଖୁସିରେ ଅଛନ୍ତି ଏ ମଣ୍ଡଳୀ ନିଷ୍ପତ୍ତି ହେଇଛି ବାର୍ଷିକ ମହାସଭା ହେବା ପାଇଁ ନିଶ୍ଚିତ ଭାବେ ପ୍ରିୟ ଦର୍ଶକ ବନ୍ଧୁ ମାନେ ଆଜ୍ଞା କହୁଥିଲେ ଯେ ଡିସେମ୍ବର ଆଗରୁ ହିଁ ଏ ପ୍ଲାନିଂ ଚାଲିଛି ଆଉ ନିଶ୍ଚିତ ଭାବେ ମୁଁ ଆଶା କରୁଛି ଯେ ଈଶ୍ୱରଙ୍କ ନାମ ଆମ ସମସ୍ତ ସାଧ୍ୟ ଅଟେ ଆଉ ତେଣୁ କେତେ ଏରିଆର ଲୋକମାନେ ଏଠି ଜମା ହେବେ ବୋଲି ଆଶା କରୁଛନ୍ତି ଆପଣ କୁହନ୍ତୁ ଆମର ଏଠି ସାତଟା ମଣ୍ଡଳୀ ପ୍ରାୟ 70 ଗୋଟେ ଏରିଆ ଲୋକ ଆସିକି এই ଗ୍ରାମରେ ଜମା ହେବେ ବର୍ତ୍ତମାନ ଆଜିଠୁ ଆରମ୍ଭ ହେଇଛି এই ସଭା ନିଶ୍ଚିତ ଭାବେ ଏଇ ସେବା କାର୍ଯ୍ୟ ଯୋଉ ଆରମ୍ଭ ହେଲା ଆଜି ଅନେକ ଦୂର ଆଶା ପୂର୍ଣ୍ଣ ହେବାକୁ ଯାଉଛି ଆଉ କିଛି ଘଣ୍ଟା ପରେ ଲୋକମାନେ ପହଞ୍ଚିବେ ତ ଆପଣଙ୍କ ମନରେ ଅନେକ ପ୍ରକାର ଚିନ୍ତା ଥିବ ଯେ କେମିତି ଲୋକମାନଙ୍କୁ ଆତିଥ୍ୟ କରିବା ପ୍ରେମ କରିବା ଆଉ ସମସ୍ତଙ୍କର ଆଉ ସହଯୋଗ କରିବା ଏ ବିଷୟରେ ଆଶା ଥିବ ତ ବର୍ତ୍ତମାନ ଆମ ସାମ୍ନାରେ ଅଛନ୍ତି ଆଉ ନିଧି ଆଉ ଏଇ ଅଞ୍ଚଳରେ ଜଣେ ବିଶ୍ୱାସୀ ଭାଇ ଅଛନ୍ତି ଆଉ ଆଜ୍ଞା କୁହନ୍ତୁ ଆପଣଙ୍କ ଏରିଆରେ ବା ଅଞ୍ଚଳରେ ଯୋଉ ଆଉ ଏଇ ବାର୍ଷିକ ମହାସଭା ହେବାକୁ ଯାଉଛି କଣ କହିବେ ଦର୍ଶକ ମାନଙ୍କୁ କୁହନ୍ତୁ ଆଉ ବହୁତ ବହୁତ ଧନ୍ୟବାଦ ମୁଁ ସର୍ବପ୍ରଥମେ ପ୍ରଭୁ ଯୀଶୁଙ୍କୁ ଆଉ କୃତଜ୍ଞତା ଜଣାଉଛି ତା ସଙ୍ଗେ ସଙ୍ଗେ ପୁଣି ଆଉ ଯେଉଁମାନେ ଏଇ ୟୁଟ୍ୟୁବ୍ ଚ୍ୟାନେଲକୁ ଆଉ ଦେଖୁଛନ୍ତି ସେମାନଙ୍କୁ ମଧ୍ୟ ମୁଁ ଆନ୍ତରିକତା ସହ ନମସ୍କାର ଜଣାଉଛି ନମସ୍କାର ବହୁତ ବହୁତ ଖୁସିର କଥା ଆଉ ଏଇଟା ହେଉଛି ଆମର 60ତମ ବାର୍ଷିକ ମହାସଭା ଏଇ ଦେଇ ଆମେ କେତେ ପ୍ରାୟ ଦୀର୍ଘ ନଭେମ୍ବର ମାସଠୁ ଆରମ୍ଭ କରିକି ଆଜି ପୁଣି ଏଇ ଶେଷ ସିଦ୍ଧାନ୍ତକୁ ଆମେ ପହଞ୍ଚି ଅଛୁ ସେଥିପାଇଁ ଆଉ ଯେଉଁମାନେ ବି ଆମମାନଙ୍କୁ ଗାଇଡ୍ କରିକି ଏ ମହା ଉତ୍ସବକୁ ଆଉ ସଭାକୁ ଆମନ୍ତ୍ରିତ ବନ୍ଧୁମାନଙ୍କୁ ମଧ୍ୟ ସେମାନେ ଆଉ କିଛିଟା ଆଉ ଉଦ୍ଯୋଗୀ ଭାବରେ ସେମାନଙ୍କୁ କଢ଼େଇ ଆଣିଛନ୍ତି ପୁଣି ସଭାଟା ଆଜି ଆରମ୍ଭ ପୁଣି 2-3 ଦିନ ଭିତରେ ଏ ପ୍ରଭୁଙ୍କର ମହାସଭାକୁ ଆମେ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକମତ ଅଛୁ ବି ଅପେକ୍ଷାରେ ବି ଅଛୁ ଆଉ ଯେଉଁ ସାର୍ମାନେ ଆସିବେ ସେମାନଙ୍କଠୁ ଆମେ ବାକ୍ୟ ଶୁଣିବୁ ଏହା ନେଇ ଆମେ ବହୁତ ଖୁସିରେ ଅଛୁ ନିଶ୍ଚିତ ଦର୍ଶକ ବନ୍ଧୁ ମାନେ ଶୁଣିପାରୁଥିଲେ ତ ଏଇ ସଭାରେ ଅନେକଙ୍କ ଆଶା ରହିଛି ଈଶ୍ୱରଙ୍କ ବାକ୍ୟ ଶୁଣିବା ଆଉ ବାକ୍ୟ ଶୁଣି ଆତ୍ମାରେ ପରିପୂର୍ଣ୍ଣ ହେବା ଆଶୀର୍ବାଦ ସେବା ତ ଏଥିରେ ବକ୍ତା ଭାବେ କେଉଁମାନେ ଅଛନ୍ତି ନିଶ୍ଚିତ ଭାବେ କାରଣ ଆମେ ଦେଖିବା ମୁଁ କହିବି କ୍ୟାମେରାମ୍ୟାନକୁ ଟିକେ ସାଇଡ୍ ହେବେ ଯେ 60ତମ ଟିକେ ଆଗକୁ ଆସିବ ପ୍ଲିଜ ଆଉ 60ତମ ବାର୍ଷିକ ମହାସଭା ଇଷ୍ଟ ଇଣ୍ଡିଆ ମିଶନ ଆସୋସିଏସନ ଭୂମିଗୁଡା ଗଜପତି ରେଜିଷ୍ଟ୍ରେସନ ନମ୍ବର 40319190 ଆଉ ଇତ୍ୟାଦି ଇତ୍ୟାଦି ସେ କଥା ଛାଡ଼ି ନିଧିଗୁଡ଼ି ଏରିଆ ଏ ଅଞ୍ଚଳରେ ବର୍ତ୍ତମାନ ହେବାକୁ ଯାଉଛି ତେଣୁ ବକ୍ତା ମାନେ କିଏ ଅଛନ୍ତି କହିବେ କି ଆପଣ ମାନେ ପ୍ଲିଜ ଟିକେ ଏପଟେ ଏହି ସଭା ନିମନ୍ତେ ଆପଣଙ୍କର ମନୋନୀତ ଦାସମାନେ ଆସୁଛନ୍ତି ତାଙ୍କ ପରିଚୟ ଟିକେ ଦର୍ଶକମାନଙ୍କୁ ଦିଅନ୍ତୁ ଆଉ ଆମର ଇଷ୍ଟ ଇଣ୍ଡିଆନ୍ ବାପ୍ଟିଷ୍ଟ ଆସୋସିଏସନର ଆମର ଗୁମିଗୋଡା ମଣ୍ଡଳର ମାଥେରାଇକା ବକ୍ତା ହିସାବରେ ଅଛନ୍ତି ଆଉ ନିରଞ୍ଜନ ତୁଡୁପୁ ଆମର ସାର୍ ଅଛନ୍ତି ତାପରେ ତିତୋଷ ରହିତ ଆମର ସାର୍ ମାନେ ଆସୁଛନ୍ତି ଏଇ ସଭାରେ ଆଉ ନିଶ୍ଚିତ ଭାବେ ଆଉ ମୋ ସହିତ ଆମର ପଦ୍ମ ଭାଇନା ଅଛନ୍ତି ତାଙ୍କୁ ଆମେ ସ୍ୱାଗତ କରୁଛୁ ଆଉ ନିଶ୍ଚିତ ଆପଣଙ୍କ ଗାଁରେ ଅନେକ ଦିନ ପରେ ଆଉ ଥରେ ସଭାଟା ଆସିଛି ତ କେତେ ଖୁସି ଆଉ କଣ କହିବେ ଦର୍ଶକ ମାନଙ୍କୁ ବହୁତ ବହୁତ ଖୁସି ପ୍ରାୟ ଆମ ମଣ୍ଡଳୀରେ ସଭା ଆସିକି 10 ଥର ହେଇଛି ପୁଣି ଆମ ବାର୍ଷିକ ସଭା 60ତମ ବାର୍ଷିକ ମହାସଭାରେ ବର୍ତ୍ତମାନ ଆମେ ବହୁତ ଉଦ୍ଯୋଗୀରେ ଅଛୁ ନିଶ୍ଚିତ ଭାବେ ଆଉ ଆଜ୍ଞାଙ୍କର ମନ ବା ମୋ ବଡ ଭାଇ ମତେ ସବୁବେଳେ ସାହାଯ୍ୟ କରନ୍ତି ତ ନିଶ୍ଚିତ ଭାବେ ଆଉ ଏସବୁ ପ୍ଲାନିଂ କରିବା କେତେ ଦିନ ଲାଗିଛି କୁହନ୍ତୁ ପ୍ରାୟ ଏଇଟା ମାସେ ଖଣ୍ଡେ ଲାଗିଲା ଲାଗିଛି ହଁ ତ ଆଉ ବର୍ତ୍ତମାନ ଆଉ ଆପଣଙ୍କ ଏରିଆର ବିଭିନ୍ନ ମଣ୍ଡଳୀର ଦର୍ଶକ ମାନେ ବିଶ୍ୱାସୀ ମାନେ ସତ ମାନେ ଆଉ ଆସିବାର ଯୋଜନା ରହିଛି କି ଆଜି ବହୁତ ବହୁତ ରହିଛି ଆଉ ପ୍ରାୟ 10,000 15,000 ଲୋକ ଜମା ହବାର ଆଉ ଆଶା ଅଛି
निश्चित भाव ए संपर्क नहीं दर्शक बंधु मैंने आम शुणी पार्छु जे ईस्ट इंडिया मिशन रो ए महासभा 60तम वार्षिक महोत्सव हेबाक जाउछि एतिरे कौन कहबे दर्शक मान को आह्वान देबे कौन कहतु निमंत्रण कर देबे निमंत्रण आम करुछु समस्त को आसिया पई बोली बहुत आम आह्वान करुछु धन्यवाद प्रभु मु कहबी कैमरामैन को आप बहुमूल्य समय धन्यवाद दउछु वर्तमान टिके डिजाइन टिके देखैबे कैमरामैन जे वर्तमान स्टेज सामने रे सुंदर पैंडल करा जाइछि विभिन्न प्रकार एई मंडलीर विभिन्न प्रकार नाम गुड़ा दिया जाइछि अनेक सुंदर डेकोरेशन होइछि तो निश्चित भाव काली अर्थात आउ किछि दिन पर लोक पहुंचबे भी वर्तमान चली तेणु अनेक प्रकार आउ सीन भी तैयार करा जाइछि ए सीन गुड़ा देखले आनंद लागुछि निश्चित भाव अनेक प्रभुक जीवंत वाक्य कोटेशन गुड़ा लिखा जाइछि कर्म अनुसार फल इत्यादि कथा बहुत बड़ बड़ कथा लिखा जाइछि निश्चित भाव प्रिय এই মন্ডলীর এই সম্মিলনের প্রত্যেক দর্শক অনুরোধ করবি যে নিহাতি আপন মানে আসবে এই সমস্ত স্বর্গীয় শান্তি অনুভব করি এই সভাকে সফল মনোনীত করে বলি আশা রাখুছু প্রভু এই সমস্ত সূচনা নিমন্তে সমস্ত মু এইটি করে রাখুছি রহিলি নমস্কার ধন্যবাদ।